ଚାରି ଲକ୍ଷ ଥର ଆମକୁ ଏଠି ଭ୍ରମଣ କରିବାର କଥା ଆମର କର୍ମ ଅନୁଯାୟୀ ଆମେ ଯେମିତି କର୍ମ କରିବା ଆଗକୁ ସେମିତି। ତ ଆମେ ଯଦି ଏ ନାମ ଧରି ସେ ଗୁରୁଙ୍କର ଆଶ୍ରୟ କରି ସତ୍ମାର୍ଗରେ ଆସିବା, ଆଜି ଜଣେ ରୋଗ ଶୋକ ଜରା ବ୍ୟାଧି ଯାହା ବି ହେଉଛି ସେ ନିଜ କଳା କର୍ମଫଳକୁ ନିଜକୁ ଭୋଗିବାକୁ ହୁଏ। ଆଜି ସୁଖ ଶାନ୍ତିରେ ଯିଏ ବି ରହୁଛି ସେଇଟା ମଧ୍ୟ ନିଜ କଳା କର୍ମ। ଆଜି ଜଣେ ଗୋଟେ ସମୟରେ ଦୁଇଟି ଛୁଆ ଜନ୍ମ ହେଲେ, ଗୋଟିଏ ଧନୀ ପରିବାରରେ ଗୋଟିଏ ମାନେ ଫୁଟପାଥରେ, ଗୋଟିଏ ସୁନାର ଦୋଲିରେ ଦୋଳିଲା, ଗୋଟିଏ ଖଦବଦାରେ ରହିଲା। କ'ଣ ଆମର କର୍ମ ଅନୁଯାୟୀ ଷ୍ଟେପ୍ କାଟି ଆମେ ଷ୍ଟେପ୍କୁ ଯେମିତି ପଢ଼େଇବା ସେ ଭଗବାନ ସେ କ'ଣ କରିବେ, ଆମେ ଯାହା କହିବା ସେ ଯାହା ଭାବିବା ସେଇ ହିସାବରେ ସେ ଆମକୁ ଷ୍ଟେପ୍ ଦିଅନ୍ତି। ଦିନେ ଦୁଇ ଜଣ ଭଗବାନଙ୍କୁ ତପସ୍ୟା କରନ୍ତି। ଜଣେ କହିଲା, ପ୍ରଭୁ ମୋତେ ଆରି ଜନ୍ମରେ ଏମିତି କର ସମସ୍ତେ ମୋତେ ଦଉଥିବେ କିନ୍ତୁ ମୋତେ କେହି ମାଗିବେନି। ଭଗବାନ କହିଲେ ତପସ୍ୟା। ଆଉ ଜଣେ କହିଲା, ପ୍ରଭୁ ଆରି ଜନ୍ମରେ ମୋତେ ଏମିତି କର ମୁଁ ସମସ୍ତଙ୍କୁ ଦଉଥିବି କିନ୍ତୁ ମୁଁ କାହାକୁ ଆଶା କରିନି। କିନ୍ତୁ ଯିଏଟା କହିଥିଲା ମୁଁ ମୁଁ ମୋତେ ସମସ୍ତେ ଦଉଥିବେ କିନ୍ତୁ କେହି ମୋତେ ଆଶା କରିବେନି, ଭଗବାନ ତାକୁ ଗୋଟିଏ ନିରୀହ ଦରିଦ୍ର ପରିବାରରେ ଗୋଟେ କୁଷ୍ଠ ରୋଗୀ ଜନ୍ମ ନେଲା, ଯାହାକି ସେ ଭିକାରୀରେ ପରିଣତ ହେଇଗଲା। ମାନେ ଭିକାରୀକୁ ସମସ୍ତେ ଦେବେ, କିଏ ତାଠୁ କ'ଣ କେବେ ଆଶା କରିବେ? ଆଉ ଯିଏ କହିଥିଲା ଭଗବାନଙ୍କୁ ନା ମୁଁ ଦେବି, ମୁଁ କେବେ କାହାକୁ ଆସୁନି, ଭଗବାନ କହିଲେ ଆରେ ଇଏ ତ ଦେବାକୁ ଚାହୁଁଛି, ତାକୁ ଗୋଟିଏ ବଡ଼ ପରିବାରରେ ଜନ୍ମ କରିବେ। ସେଥିପାଇଁ ଆମର ଷ୍ଟେପ୍ ଯେମିତି ରଖିବା ଆମେ ସେମିତି ସବୁବେଳେ ନେବା ପାଇଁ ଚାହୁଁଛୁ, ଦେବା ପାଇଁ ଚାହୁଁଛୁ। ଦେଖିବେ ଆପଣଙ୍କୁ ସବୁ ଜିନିଷଟା ବଢ଼ିଯିବ। ଆପଣ ଜଣକୁ ମାନେ କିଛି ବିଦ୍ୟା ପ୍ରଦାନ କରୁଛନ୍ତି, କିଛି କହୁଛନ୍ତି, ଆପଣଙ୍କର ବିଦ୍ୟାଟା ବଢ଼ିଯିବ। ଆପଣ ଧନ ଦେବେ, ଧନ ବଢ଼ିଯିବ। ମାନେ ଗୀତାରେ ବି ମୋତେ କହିଛନ୍ତି, ଆରେ ତୁଇ 2 କଦମ ଆମେ 10 କଦମ ଦେବି, ତୁଇ ମୋର ସେବା କର, ତୋ ସେବା କରିବା ଲାଗି ତୋତେ ଜଣେ ରଖିଦେବି, ତୁଇ ମୋର କୀର୍ତ୍ତନ କର, ମୁଁ ତୋତେ ଜଗତରେ ବିଶ୍ୱାସ କରିଦେବି। ଆମେ ଠାକୁରଙ୍କର ନାମ ଧରିବା, ସବୁବେଳେ ତାଙ୍କର ନାମରେ ଚାଲିବା। ଯଦି ଆମେ ଘରରେ ରହିକରି ଘରେ ଯଦି ନାମ କରିବା ନା, ଘରଟା ଶ୍ରୀମନ୍ଦିରରେ ପରିଣତ ହେବ। ଆଉ ଆମେ ଯଦି ସ୍ନାନ କଲା ପରେ ଯଦି ଠାକୁରଙ୍କ ନାମ ନେବା ନା, ସେ ତୀର୍ଥ ସ୍ନାନରେ ପରିଣତ ହେବ। ଆମେ ଯଦି ଖାଇଲା ବେଳେ ନାମ ନେବା ନା, ସେ ପ୍ରସାଦରେ ପରିଣତ ହେବ। ଆମେ ଚାଲିଲା ବେଳେ ନାମ ନେବା ନା, ସେ ଗୋଟେ ତୀର୍ଥଯାତ୍ରା ହୋଇଯିବ। ଆମେ ଯଦି କାମ କଲାବେଳେ ନାମ ନେବା ନା, ସେ ଗୋଟେ କର୍ମଭକ୍ତି ହୋଇଯିବ। କିନ୍ତୁ ଆମେ କ'ଣ କରୁଛେ? ଆମକୁ ମୋହ ମାୟା ସବୁ ଗୋଡ଼େଇ ରହୁଛି। କେନ୍ ଆଜି କାର୍ତ୍ତିକ ମାସ ଆସିଲା, 8 ଦିନ ନାମ ଧ୍ୟାନ, 8 ଦିନ ପୁରାଣ ବସାଲେ, ଗୋଟେ ସପ୍ତାହ ସରିଲା, ଲାଷ୍ଟ ଦିନ ଛାଡ଼ଖେ କରାହେଲା। ପୂଜାର ମତଲବ କ'ଣ ରହିଲା? ଅହିଂସା ପରମ ଧର୍ମ। ଆମେ ହେଲା ହିନ୍ଦୁ। ଯେତେବେଳେ କହିଲା ମାନେ ଫାଷ୍ଟ କେବଳ ହିନ୍ଦୁ ଧର୍ମ, ଆଜି ମୁସଲମାନ, ଖ୍ରୀଷ୍ଟିଆନ, ଶିଖ ଏତେ ସବୁ, କିନ୍ତୁ 4500 ବର୍ଷ ପୂର୍ବରୁ ଆମର ଏଇ ଧର୍ମ ଆଉ ଅଛି। କିନ୍ତୁ ଆମେ ସମସ୍ତଙ୍କ ଧର୍ମ ଆଜି ଯେଉଁଟା 1000 ବର୍ଷ, 2000 ବର୍ଷ, 3000 ବର୍ଷ ପର୍ଯ୍ୟନ୍ତ ସେମାନେ ସମସ୍ତେ ମାନୁଛନ୍ତି। ଆଜି ଗୋଟେ ମାନେ ମୁସଲମାନଙ୍କୁ ଦେଖନ୍ତୁ, ସେ ମୁସଲମାନଙ୍କୁ ସମ୍ମାନର ସହିତ ସେଟା ଜଣାଇବ। କିନ୍ତୁ ଆମ ହିନ୍ଦୁରେ ଯଦି ଦେଖି ପକାଉ, କିଏ କାହାକୁ ଜୟ ଗୁରୁ କହିବନି, କିଏ କାହାକୁ ସୀତାରାମ କହିବନି, କିଏ ରାଧେ ରାଧେ କହିବନି। କହନ୍ତୁ ତ ଆଜି କାହା ମାନେ ମଥାରେ ଚନ୍ଦନ ଟିକେ ରହୁନାହିଁ, ଘରେ ଶଙ୍ଖ ଟିକେ ବାଜୁନାହିଁ, ଧୂପ ଦୀପ ଟିକେ ଜାଳୁନାହିଁ। ଯାହାକୁ କହିବେ ସେ କହୁଛି ମୋ ପାଖରେ ସମୟ ନାହିଁ। ସମୟ କ'ଣ ଭାଇ? କ'ଣ ସମୟ? ଆମେ ଆସିଛେ ଦିନେ, ଯିବେ ଦିନେ। ଏହି ରହିବେ ନାହିଁ, ଏହି ରଙ୍ଗ ଭୂମି ତଳେ ନିଜ ନିଜ କାମ ସାରି ବାହୁଡ଼ିକେ କାଳ କଲେ। ଏସବୁ ମୁହଁ ଉପରେ ଆସିଛି। ଯାହା କହୁଛୁ ମୋ ସ୍ତ୍ରୀ, ମୋ ପିଲା, ମୋ ଛୁଆ। ଦିନେ ଗୋଟେ ଗୁରୁ ଜଣକୁ ଶିଷ୍ୟକୁ ତାକୁ କହିଲେ, ତୁ ଏଥିରେ ରହି ଆଜି ନାମ ଧ୍ୟାନ କରି ତୁ କ'ଣ? ସେ କହିଲା, ନା ମୁଁ ଯଦି ଗୋଟେ ଯୋଗୀ ସନ୍ନ୍ୟାସୀ ହେଇଯିବି ନା, ମୋ ବାପାଟା ବଞ୍ଚି ପାରିବନି। ତୋ ବାପା ଏତେ ଭଲ ପାଇଲା,
जदि न जीवी घर को कहीं तो भूल ना मो माँ तो देखने के मो स्त्री मत न देखिले से केवे रही पारे एमती आलोचना गुरु कहते सत्य तो परिवार एत भल पाती एत बड़ भल पाती आज परीक्षा गुरु कहले तब तो मुझे जोग शिखाची से जोग बल तो निश्वास को प्राण सहित नियंत्रण कर तो केवल अध्यात्मता रखिपार आ बाकी व्यवस्था समय निर्धारित जहाँ बताई घरे ठीक से अधा घंटा जोग मध्यम निश्वास को नियंत्रण कर जहाँकि जीवटा छाड़गला से सब होगा बापा काटुचे पुअरे तू तो चली गलु मो बंची थे कौन करी मत नहीं जाता माँ कौच अरे मो पुटा चलीगला मु बची थे कौन करी मुझे मो पु बची था स्त्री कौच मो प्राण धन तुम्हें जे चलीगल मत छाड़ी मु पचे जाते तुम्हें बची था एमती समझते गुरु को पूछी गुरु पचारे कौन है नहीं पुटा मरीगला आम पचे जाते तो गुरु कहले जब गोटे श्रद्धा तो बचाई देवी समस्ते आश्चर्य कहीं गोटे शबटा बचेब क्या खुशी न लगे कितु गुरु कहले गोटे श्रद्धा कौन से गोटे कटोरी गोटे खीरी गोटे कटोरी आनी कहले ये कटोरीर खीरीटा जी पीदेव ना ये बचीज किंतु जी पीब से मरीज तापरे से तामक को देखुची से तामक को देखुची से तामक को देखुची यही राजी जो बापाटा कहला मु चली जाते मो को बची था जे माँटा कौची मु चली जाते मो को बची था जो स्त्रीटा कौची आज कहते कहीं आम पढ़ार शैली साधारण कथा किए क्या जीवन देव किए क्या जीवन देव ना गुरु कहले ठीक अच्छे तुम्हें जब यहाँ नहीं पियो मो पूछी गुरु कहले आपको बचाई आ से उदाहरण देखे देखिलु समस्ते मोर मोर मुक्ति मो जाते तो मुझे जानते थे कि जिते बेले किए जावाई गाड़ी रेजी है कहीं राजी है